ଗଞ୍ଜାମ ଜିଲ୍ଲାର ହୁମା ନିକଟରେ ଏମିତି ଏକ ଦିବ୍ୟ ସ୍ଥାନ ଅଛି ଯେଉଁଠାରେ ସମୁଦ୍ରର ଅସୀମ ଲହରୀ ପୁରୁଣା କଥା କହିଥାଏ, ଯେଉଁଠାରେ ଆସ୍ଥା ସମୟକୁ ମଧ୍ୟ ଅଟକାଇ ଦେଇଥାଏ। ଏଠାରେ ଅବସ୍ଥିତ ଅଛି ଏକ ପବିତ୍ର ତୀର୍ଥପୀଠ, ଯାହାକି ଶ୍ରୀ ବଟେଶ୍ୱର ମନ୍ଦିର। शुभ सकाळ सांग माने आज हूँ पवित्र श्रावण मास सोमवार। तो प्रत्येक भक्तर गोटे इच्छा थाए सकाळु उठी शिव मंदिर को टिके जिबा। तो आम मैंने भी एसबू बाद पड़नु, तेणुक आम मैंने आसी पहुंच जाइचु श्री बटेश्वर मंदिर निकटरे। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ପ୍ରକୃତି ଓ ପରମାତ୍ମା ଏକାତ୍ମ ହୋଇଯାଆନ୍ତି ଏବଂ ସମୁଦ୍ରର ପ୍ରତ୍ୟେକ ଲହରୀ ଏକ ପ୍ରାର୍ଥନା ଭଳି ଅନୁଭବ ହୁଏ। ସମୁଦ୍ର କୂଳ ନିକଟରେ ଅବସ୍ଥିତ ଏହି ଶ୍ରୀ ବଟେଶ୍ୱର ମନ୍ଦିର କେବଳ ଏକ ପୂଜା ସ୍ଥାନ ନୁହେଁ, ଏହା ହେଉଛି ଏକ ଆଧ୍ୟାତ୍ମିକ ଅନୁଭବ। ତେଣୁକରି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ସୋମବାରରେ କାଉଡ଼ିଆ ଭକ୍ତମାନେ ଏଠାରେ ଶ୍ରଦ୍ଧାର ସହ ଭିଡ଼ ଜମାଇଥାନ୍ତି। ବ୍ରହ୍ମପୁର ଠାରୁ ପ୍ରାୟ 45 କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର କଥା ଅନୁଯାୟୀ ଏହା ଅଷ୍ଟମ ଶତାବ୍ଦୀ ବା ଶୈଲୋଦ୍ଭବ ଡାଇନେଷ୍ଟି ପିରିୟଡରେ ସ୍ଥାପିତ। ଲୋକମାନଙ୍କର ବିଶ୍ୱାସ ଯେ ଏହି ମନ୍ଦିର ତ୍ରେତୟା ଯୁଗ ରାମ ବନବାସ ସମୟରେ ସ୍ଥାପିତ। ତେଣୁକରି ମନ୍ଦିରର ପ୍ରତ୍ୟେକ କାନ୍ଥରେ ଆପଣମାନେ ଦେଖିପାରିବେ ତ୍ରେତୟା ଯୁଗର ସେହି ପୌରାଣିକ କଥାମାନଙ୍କର ଛବି ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି। ଏଠାରେ କେବଳ ଯେ କାନ୍ଥମାନଙ୍କରେ ଅଙ୍କିତ ଏହି ଛବି ଗୁଡ଼ିକ ନୁହେଁ, ସମୁଦ୍ରର ଲହରୀ ଶବ୍ଦ ଓ ମନ୍ତ୍ର ଉଚ୍ଚାରଣ ମିଶି ତିଆରି ହୁଏ ଏକ ଦିବ୍ୟ ପରିବେଶ। ସରଳ ଗଠନ ହୋଇଥିଲେ ମଧ୍ୟ ଏହି ମନ୍ଦିରର ଆଧ୍ୟାତ୍ମିକ ମହତ୍ତ୍ୱ ବହୁତ ଗଭୀର। ତେଣୁକରି ଲୋକମାନଙ୍କ ବିଶ୍ୱାସ ଅନୁଯାୟୀ ଏଠାରେ ଶତାବ୍ଦୀ ଧରି ଭକ୍ତି ଓ ପୂଜା ଚାଲି ଆସୁଛି। ଏଠାରେ ପୂଜିତ ଶିବଲିଙ୍ଗକୁ ବଟେଶ୍ୱର ମହାରାଜ ବୋଲି କୁହାଯାଏ। ସମୁଦ୍ର ନିକଟରେ ଅବସ୍ଥିତ ଏହା ଏପରି ଏକ ମନ୍ଦିର ଯେଉଁଠାରେ ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏଠାରେ କରାଯାଇଥିବା ପ୍ରାର୍ଥନା ସିଧାସଳଖ ଭାବେ ଭଗବାନଙ୍କ ପାଖରେ ପହଞ୍ଚେ। ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ଅଦ୍ଭୁତ ସ୍ଥାନ। ସମୁଦ୍ର କୂଳରେ ଅବସ୍ଥିତ ହେତୁ ପବନର ଶୀତଳ ସ୍ପର୍ଶ ଓ ବାଲୁକା ତଟ ଏହାକୁ ଅନ୍ୟ ସବୁ ମନ୍ଦିର ଠାରୁ ଅଲଗା କରେ। ସୂର୍ଯ୍ୟୋଦୟ ସମୟରେ ପ୍ରଥମ କିରଣ ମନ୍ଦିରକୁ ଛୁଇଁଯାଏ ଏବଂ ଏକ ଦିବ୍ୟ ଆଲୋକ ସୃଷ୍ଟି କରେ। ମହାଶିବରାତ୍ରି ସମୟରେ ଏହି ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ଲାଗିଥାଏ। ଏଠାରେ ହଜାର ହଜାର ଭକ୍ତ ରାତି ରାତି ଉପବାସ କରି ମହାଦେବଙ୍କ ନାମ ଜପ କରନ୍ତି। ଏହା ଛଡ଼ା ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମଧ୍ୟ ଅତ୍ୟନ୍ତ ପବିତ୍ର ମନେ କରାଯାଏ। ଭକ୍ତମାନେ ଏଠାରେ ଶ୍ରଦ୍ଧାର ସହ ଜଳ, ଦୁଗ୍ଧ ଓ ବେଲପତ୍ର ଅର୍ପଣ କରି ଭଗବାନ ଶିବଙ୍କ ଆଶୀର୍ବାଦ ଲାଭ କରନ୍ତି। ବିଶ୍ୱାସ କରାଯାଏ ଯେ ଏହି ସମୟରେ କରାଯାଇଥିବା ପୂଜା ସମସ୍ତ ଇଚ୍ଛା ପୂରଣ କରେ।
ପ୍ରତ୍ୟେକ ଭକ୍ତ ପାଇଁ ଏହି ସ୍ଥାନର ଅନୁଭବ ଅଲଗା। ଏଠାକୁ କେହି ଆସନ୍ତି ଶାନ୍ତି ପାଇଁ, କେହି ଆସନ୍ତି ଆଶା ନେଇ ଏବଂ କେହି ଆସନ୍ତି କେବଳ ଭଗବାନଙ୍କୁ ଅନୁଭବ କରିବା ପାଇଁ। ଏଠାରେ ପରିବେଶ ଏବଂ ସମୁଦ୍ରର ଶବ୍ଦ ଭକ୍ତଙ୍କ ମନକୁ ଭଗବାନଙ୍କ ସହିତ ଯୋଡ଼ି ଦେଇଥାଏ। ଏହି ବ୍ୟସ୍ତ ଜୀବନରେ ଏମିତି ସ୍ଥାନମାନେ ଆମକୁ ଶାନ୍ତ ରହିବା ଶିଖାନ୍ତି ଏବଂ ଆମ ମନ ସହିତ ଶାନ୍ତି ଏବଂ ଆଧ୍ୟାତ୍ମିକ ଭାବକୁ ଯୋଡ଼ି ଦିଅନ୍ତି। ଏଠାରେ ଆସ୍ଥା ସମୁଦ୍ର ପରି ଅସୀମ ଓ ଶକ୍ତିଶାଳୀ। ଶ୍ରୀ ବଟେଶ୍ୱର ମନ୍ଦିର କେବଳ ଏକ ମନ୍ଦିର ନୁହେଁ, ଏହା ଆସ୍ଥା, ପ୍ରକୃତି ଓ ଶାନ୍ତିର ଏକ ସଙ୍ଗମ। ଆପଣ ଗଞ୍ଜାମ ଜିଲ୍ଲାକୁ ଯଦି କେବେ ଆସନ୍ତି ତେବେ ଏହି ସ୍ଥାନକୁ କେବଳ ଦେଖନ୍ତୁ ନାହିଁ, ଅନୁଭବ କରନ୍ତୁ। ହର ହର ମହାଦେବ।